ପୂର୍ବପୁରୁଷମାନେ କହି ଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ। ନମ୍ବର 1, ରାତିରେ ଶୋଇବା ପୂର୍ବରୁ କଞ୍ଚା କ୍ଷୀରରେ ଟିକେ ହଳଦୀକୁ ମିଶାଇ ମୁହଁରେ ମାଲିସ କରନ୍ତୁ। ଚେହେରା ସୁନ୍ଦର ଦେଖାଯାଇଥାଏ। ନମ୍ବର 2, ଚୁଟିକୁ ଚାଉଳ ଧୁଆ ପାଣି ଏବଂ ଲିମ୍ବ ପତ୍ରର ପାଣିରେ ଧୁଅନ୍ତୁ। ଦେଖିବେ ଚୁଟି ସିଲ୍କି ହୋଇଯିବ। ନମ୍ବର 3, ନଖରେ ରାତିରେ ଶୋଇବା ପୂର୍ବରୁ ଉଷୁମ ନଡ଼ିଆ ତେଲକୁ ମାଲିସ କରନ୍ତୁ। ନଖ ଚମକିବା ସହିତ ସଫା ରହିଥାଏ। ନମ୍ବର 4, ସକାଳୁ ଉଠି ଭିଜେଇ ରଖିଥିବା ଲେମ୍ବୁ ପାଣିକୁ ମୁହଁରେ ଛିଟା ମାରି ନର୍ମାଲ ପାଣିରେ ମୁହଁ ସଫା କରନ୍ତୁ। ଦେଖିବେ ମୁହଁ ସୁନ୍ଦର ହୋଇଯିବ। ନମ୍ବର 5, ସାବୁନ ବଦଳରେ ବେସନ ଏବଂ ଦହିର ମିଶ୍ରଣରେ ଶରୀରକୁ ସଫା କରନ୍ତୁ। ଏହା ଶରୀରକୁ କୋମଳ ଏବଂ ଗୋରା କରିବାରେ ସାହାଯ୍ୟ କରିଥାଏ। ନମ୍ବର 6, ଶରୀରରେ କୋଲେଷ୍ଟ୍ରଲ ବୃଦ୍ଧି ହେତୁ ହୃଦଘାତ ଜନିତ ରୋଗ ହେବାର ଆଶଙ୍କା ଥାଏ। ଅମ୍ଳରସ ଘରେ ଫ୍ୟାଟି ଏସିଡ୍ ରହିଥାଏ, ଯାହା କୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ନମ୍ବର 7, ଗୃହରେ ନିୟମିତ ରୂପରେ ହନୁମାନ ଚାଳିଶା ନିହାତି ଭାବରେ ପାଠ କରନ୍ତୁ। ଏମିତି କରିବା ଦ୍ୱାରା ଗୃହକୁ ଅଶୁଭ ଶକ୍ତି ପ୍ରବେଶ କରିପାରିନଥାଏ ଏବଂ ମନରୁ ସବୁ ଭୟ ଦୂରେଇ ଯାଇଥାଏ। ତା ସହିତ ସଙ୍କଟ ମୋଚନ ଆପଣଙ୍କର ସବୁ ସଙ୍କଟକୁ ଦୂର କରିଥାନ୍ତି। ନମ୍ବର 8, ପଖାଳ ତୋରାଣୀରେ ଅଳ୍ପ ମହୁ ମିଶାଇ ପିଇଲେ ପେଟ ଥଣ୍ଡା ହୋଇଥାଏ, କିନ୍ତୁ ତୋରାଣୀକୁ ଅଧିକ ଖଟା କରି ପିଇବା ଉଚିତ ନୁହେଁ। ନମ୍ବର 9, ଯେଉଁ ନାରୀମାନଙ୍କର ମୁଣ୍ଡ ଲମ୍ବା ସେମାନଙ୍କର ଗର୍ଭଧାରଣ କ୍ଷମତା କମ୍ ରହିଥାଏ। ନମ୍ବର 10, ଯେଉଁ ନାରୀମାନଙ୍କର ମୁଣ୍ଡ ଅସମାନ ଓ ନଡ଼ିଆ ପରି ଆଗକୁ ବାହାରିଥାଏ ସେମାନେ ଭବିଷ୍ୟତରେ ପାଗଳୀ ହେବାର ସମ୍ଭାବନା ରହିଥାଏ। ନମ୍ବର 11, ଯେଉଁ ପୁରୁଷର ମୁଣ୍ଡ ବଡ଼ ସେମାନେ ବୁଦ୍ଧିମାନ ଓ ଜ୍ଞାନୀ ହୋଇଥାନ୍ତି, କିନ୍ତୁ ମହିଳାମାନଙ୍କର ମୁଣ୍ଡ ବଡ଼ ହେଲେ ସେମାନେ କଳହପ୍ରିୟା ହୋଇଥାନ୍ତି। ନମ୍ବର 12, ଯେଉଁ ସ୍ତ୍ରୀମାନଙ୍କର ମୁଣ୍ଡ ଲମ୍ବା ହୋଇଥାଏ ସେମାନେ ସନ୍ତାନ ଧାରଣ କ୍ଷମତା କମ୍ ହୋଇଥାଏ। ନମ୍ବର 13, ଯେଉଁ ସ୍ତ୍ରୀମାନଙ୍କର ମୁଣ୍ଡ ଶରୀରଠାରୁ ବଡ଼ ହୁଏ ସେମାନଙ୍କ ସ୍ୱାମୀ ବିୟୋଗର ସମ୍ଭାବନା ଥାଏ, ଅର୍ଥାତ୍ ବିଧବା ହେବାର ସମ୍ଭାବନା ଥାଏ। ନମ୍ବର 14, ଯେଉଁ ପୁରୁଷର ମୁଣ୍ଡ ଗୋଲ ଏବଂ ପଛପାଖ ଚନ୍ଦା ହୋଇଥାଏ ସେମାନେ ଧନବାନ ହୋଇଥାନ୍ତି। ଏହି କଥା ମନେ ରଖିବେ। ନମ୍ବର 15, ଗାଈ ଘିଅର ଲହୁଣୀ ଆଖିରେ ଲଗେଇଲେ ଆଖି ଯଦି ପୋଡ଼ା ହେଉଥାଏ ଏହା ଜଲ୍ଦି ଦୂର ହୋଇଯାଇଥାଏ। ନମ୍ବର 16, ପ୍ରତିଦିନ ସକାଳୁ ଖାଲି ପେଟରେ ବେଲପତ୍ର ଓ ଗୋଲମରିଚ ଚୋବେଇକି ସେବନ କରନ୍ତୁ। ନାହିଁ ତ ଆପଣ ଖାଲି ବେଲପତ୍ର ଖାଇପାରିବେ, ଯାହାଦ୍ୱାରା ଆପଣଙ୍କୁ ଭୋକ ଲାଗୁନଥିଲେ ଏହା ଭୋକ ଲାଗିବାରେ ସାହାଯ୍ୟ କରିଥାଏ। ନମ୍ବର 17, ଛାତିରେ କଫ ଜମା ହୋଇଥିଲେ କଦଳୀ, ଥଣ୍ଡା ପାଣି, ଖଟା, ଲଙ୍କା ଏବଂ ମସଲା ଇତ୍ୟାଦି ଖାଆନ୍ତୁ ନାହିଁ। ଏପରି ଜିନିଷ ଖାଇବା ଉଚିତ ଯାହା ସକାଳୁ ଆରାମ ଦେଇଥାଏ। ଗରମ ପାଣି, ଗରମ ମିଠା ଜିନିଷ ଏବଂ ସୁପ୍ ଇତ୍ୟାଦି। ନମ୍ବର 18, ଥଣ୍ଡା ପାଣି ସହ କୌଣସି ପ୍ରକାରର ଔଷଧ ଖାଆନ୍ତୁ ନାହିଁ। ଏହାଦ୍ୱାରା ଔଷଧର କାର୍ଯ୍ୟକାରିତା ନଷ୍ଟ ହୋଇଯାଇଥାଏ। ଔଷଧ ଖାଇବା ପାଇଁ ସର୍ବଦା ନର୍ମାଲ ପାଣିର ବ୍ୟବହାର କରନ୍ତୁ। ନମ୍ବର 19, ଯଦି ଗୃହରେ ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଥାଏ ତେବେ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କ ଫଟୋ ଓ କୁବେରଙ୍କ ଫଟୋ ଆଣିକି ଠାକୁର ଘରେ ପୂଜା କରିବା ଦ୍ୱାରା ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ ଏବଂ ଦାରିଦ୍ର୍ୟତା ମଧ୍ୟ ଦୂର ହୋଇଥାଏ। ନମ୍ବର 20, ପ୍ରତ୍ୟେକ ଗୁରୁବାର ଦିନ ତୁଳସୀ ଗଛରେ କ୍ଷୀର ଅର୍ପଣ କରିବା ଦ୍ୱାରା ଶୁଭ ହୋଇଥାଏ ଏବଂ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ। ଆପଣମାନଙ୍କୁ ଯଦି ମୋ ଭିଡ଼ିଓଟି ଭଲ ଲାଗୁଥାଏ ତାହେଲେ ଲାଇକ୍, କମେଣ୍ଟ ଆଉ ସେୟାର କରିବାକୁ ଜମା ବି ଭୁଲିବେନି। ଆଉ ଆପଣମାନେ କାହା ଉପରେ ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି ତାହା ମୋତେ କମେଣ୍ଟ କରି ନିଶ୍ଚୟ ଜଣାଇବେ। ଜୟ ଜଗନ୍ନାଥ।